ଶ୍ଳୋକ କ୍ରମାଙ୍କ 39 ସମ୍ବନ୍ଧରେ କୁହାଯାଇଛି। ପୂର୍ବ ଶ୍ଳୋକରେ ତେନ ପଦ କାମର ଏବଂ ଇଦମ ପଦ ଜ୍ଞାନର ବାଚକ ଅଟେ। ଏହି କଥାକୁ ସ୍ପଷ୍ଟ କରିବା ପାଇଁ କାମକୁ ଅଗ୍ନି ପରି ସଦା ଅତୃପ୍ତ ବୋଲି କହୁଛନ୍ତି। ଏହି ଶ୍ଳୋକର ଭାବାର୍ଥ ହେଲା, ଏବଂ ହେ ଅର୍ଜୁନ, ଅଗ୍ନି ପରି କେତେ ତୃପ୍ତ ହେଉନଥିବା ଏହି କାମ ରୂପକ ଜ୍ଞାନୀମାନଙ୍କର ନିତ୍ୟ ଶତ୍ରୁ ଦ୍ୱାରା ମନୁଷ୍ୟର ଜ୍ଞାନ ଆବୃତ ହୋଇ ରହିଛି। ଏଠାରେ ପ୍ରଶ୍ନ ଆସୁଛି, ଅନଅଳେନ ଏବଂ ଦୃଷ୍ଟୋରେଣ ବିଶେଷଣର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ବାସ୍ ଆଉ କିଛି ଲୋଡ଼ା ନାହିଁ। ଅଳମ୍ ଅବ୍ୟୟ ହେଉଛି ଏହିପରି ତୃପ୍ତି ଭାବର ବାଚକ। ଯେଉଁଥିରେ ଏପରି ଭାବର ଅଭାବ ହୁଏ ତାହାକୁ ଅନଳ କହନ୍ତି। ଅଗ୍ନିରେ ଯେତେ ଇଚ୍ଛା ସେତେ ଘୃତ ଓ ଇନ୍ଧନ ପକାଇଲେ ବି ତାହା କଦାପି ତୃପ୍ତ ହୁଏ ନାହିଁ। ତେଣୁ ଅଗ୍ନିର ନାମ ଅନଳ। ଯାହା କୌଣସି ପ୍ରକାରେ ପୂର୍ଣ୍ଣ ହୁଏ ନାହିଁ ତାହାକୁ ଦୃଶ୍ରୁର କହନ୍ତି। ଏଣୁ ଏଠାରେ ଉପରୋକ୍ତ ବିଶେଷଣମାନ ପ୍ରୟୋଗ କରି ଦେଖାଇ ଦିଆଯାଇଛି ଯେ କାମ ମଧ୍ୟ ଅଗ୍ନି ପରି ଅନଳ ଓ ଦୁଷ୍ପୁର ଅଟେ। ମନୁଷ୍ୟ ଯେତେ ବିଷୟ ଭୋଗ କରେ ତାହାର କାମ ଅଗ୍ନି ପରି ସେତେ ବଢ଼ି ଚାଲେ। କାମ ଆଦୌ ତୃପ୍ତ ହୁଏ ନାହିଁ। ରାଜା ଯଯାତି ବହୁ ଭୋଗ କରିବା ପରେ ଶେଷରେ କହିଥିଲେ, ଯେତେ ବି ବିଷୟ ଭୋଗ କଲେ ମଧ୍ୟ ସେଥିରେ କାମ କେବେ ଶାନ୍ତ ହୁଏ ନାହିଁ, ବରଂ ଘୃତ ଦ୍ୱାରା ଅଗ୍ନି ବଢ଼ିବା ପରି ତାହା ଅଧିକରୁ ଅଧିକ ବଢ଼ି ଚାଲେ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ଜ୍ଞାନୀନଃ ପଦ କେଉଁ ଜ୍ଞାନୀଙ୍କର ବାଚକ ଏବଂ କାମକୁ ତାଙ୍କର ନିତ୍ୟ ବୈରୀ କହିବାର ଭାବ କ'ଣ? ଏହାର ଉତ୍ତର ହେଲା, ଏଠାରେ ଜ୍ଞାନୀନଃ ପଦଟି ହେଉଛି ଯଥାର୍ଥ ଜ୍ଞାନ ପ୍ରାପ୍ତି ପାଇଁ ସାଧନା କରୁଥିବା ବିବେକଶୀଳ ସାଧକଙ୍କ ବାଚକ। ଏହି କାମ ରୂପକ ଶତ୍ରୁ ସେହି ସାଧକମାନଙ୍କର ଅନ୍ତଃକରଣରେ ବିବେକ, ବୈରାଗ୍ୟ ଓ ନିଷ୍କାମ ଭାବ ସ୍ଥିର ହୋଇ ରହିବାକୁ ଦିଏ ନାହିଁ। ସେମାନଙ୍କ ସାଧନାରେ ବାଧା ଉତ୍ପନ୍ନ କରେ। ଏହି କାରଣରୁ ଏହାକୁ ଜ୍ଞାନୀମାନଙ୍କର ନିତ୍ୟ ବୈରୀ ବୋଲି କୁହାଯାଏ। ବାସ୍ତବରେ ଏହି କାମ ସମସ୍ତଙ୍କୁ ଅଧୋଗତି ଆଡ଼କୁ ନେଇଯାଉଥିବାରୁ ସମସ୍ତଙ୍କର ଶତ୍ରୁ ଅଟେ। କିନ୍ତୁ ଅବିବେକୀ ମନୁଷ୍ୟ ବିଷୟ ଭୋଗ କରିବା ସମୟରେ ଭୋଗରେ ସୁଖ ବୁଦ୍ଧି ହେଉଥିବାରୁ ଭ୍ରମରେ ଏହାକୁ ମିତ୍ର ବୋଲି ଭାବେ ଏବଂ ଏହାର ତତ୍ତ୍ୱ ଜାଣୁଥିବା ବିବେକୀମାନଙ୍କୁ ଏହା ପ୍ରତ୍ୟକ୍ଷ କ୍ଷତିକାରକ ବୋଲି ଜଣାଯାଏ। ତେଣୁ ଏହାକୁ ଅବିବେକୀମାନଙ୍କର ନୈତ୍ୟ ବୈରୀ ନ କହି ଜ୍ଞାନୀମାନଙ୍କର ନୈତ୍ୟ ବୈରୀ ବୋଲି କୁହାଯାଇଛି। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ଏଠାରେ କାମ ରୂପେଣ ପଦ କେଉଁ କାମର ବାଚକ? ଏହାର ଉତ୍ତର ହେଲା, ଯେଉଁ କାମକୁ ଦୁର୍ଗୁଣମାନଙ୍କ ଶ୍ରେଣୀରେ ଗଣାଯାଏ, ଯାହାକୁ ତ୍ୟାଗ କରିବା ପାଇଁ ଗୀତାର ସ୍ଥାନେ ସ୍ଥାନେ କୁହାଯାଇଛି। 16 ଅଧ୍ୟାୟରେ ଯାହାକୁ ନରକର ଦ୍ୱାର ବୋଲି କୁହାଯାଇଛି। କାମ ରୂପେଣ ହେଉଛି ସେହି ସାଂସାରିକ ବିଷୟ ଭୋଗର କାମନା ରୂପକ କାମର ବାଚକ। ଭଗବାନଙ୍କ ସହିତ ମିଳିତ ହେବାକୁ, ଭଗବାନଙ୍କର ଭଜନ ଧ୍ୟାନ କରିବାକୁ ଅଥବା ସାତ୍ୱିକ କର୍ମ କରିବାକୁ ଯେଉଁ ଶୁଭ ଇଚ୍ଛା ହୁଏ ତାହାର ନାମ କାମ ନୁହେଁ। ତାହା ତ ମନୁଷ୍ୟର କଲ୍ୟାଣର ହେତୁ ଏବଂ ବିଷୟ ଭୋଗ କାମନା ରୂପୀ କାମନାର ବିନାଶକ ଅଟେ। ତାହା କିପରି ସାଧକଙ୍କ ଶତ୍ରୁ ହୋଇପାରିବ? ତେଣୁ ଗୀତାରେ ଦିଆଯାଇଥିବା କାମ ଶବ୍ଦ ଅର୍ଥ ସାଂସାରିକ ଇଷ୍ଟାନିଷ୍ଟ ଭୋଗର ସଂଯୋଗ ବିୟୋଗର କାମନା ବା ଭୋଗ୍ୟ ପଦାର୍ଥ ବୋଲି ହିଁ ବୁଝିବା ଉଚିତ। ସେହିପରି ଏହା ମଧ୍ୟ ବୁଝିନେବା ଉଚିତ ଯେ 34 ଶ୍ଳୋକରେ ବା ଅନ୍ୟତ୍ର କୌଣସିଠାରେ ଯେଉଁ ରାଗ ବା ସଙ୍ଗ ଶବ୍ଦ ଆସେ ତାହା ମଧ୍ୟ ଭଗବତ ବିଷୟକ ଅନୁରାଗର ବାଚକ ନୁହେଁ। ତାହା କାମୋତ୍ପାଦକ ଭୋଗାସକ୍ତିର ହିଁ ବାଚକ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ଜ୍ଞାନମ ପଦ କେଉଁ ଜ୍ଞାନର ବାଚକ ଏବଂ ତାହା କାମ ଦ୍ୱାରା ଢାଙ୍କି ହୋଇଯାଏ ବୋଲି କହିବାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଜ୍ଞାନମ ପଦଟି ହେଉଛି ପରମାତ୍ମା ତତ୍ତ୍ୱ ବିଷୟକ ଯଥାର୍ଥ ଜ୍ଞାନର ବାଚକ।
ଏବଂ ଏହା କାମ ଦ୍ୱାରା ଢାଙ୍କି ହୋଇଯାଏ ବୋଲି କହି ଦେଖାଇ ଦିଆଯାଇଛି ଯେ ଭ୍ରୂଣ ଯେପରି ଜରାୟୁ ଦ୍ୱାରା ଆବୃତ ରହିବା ପରେ ମଧ୍ୟ ସେହି ଜରାୟୁକୁ ଚିରି ବାହାରକୁ ଚାଲି ଆସିବାକୁ ସମର୍ଥ ହୋଇଯାଏ ଏବଂ ଅଗ୍ନି ଯେପରି ପ୍ରଜ୍ୱଳିତ ହୋଇ ତାକୁ ଆବୃତ କରିବାକୁ ଧୂଆଁକୁ ନାଶ କରିଦିଏ, ସେହିପରି ଯେତେବେଳେ କୌଣସି ସନ୍ଥ ମହାପୁରୁଷଙ୍କର ବା ଶାସ୍ତ୍ରର ଉପଦେଶ ଦ୍ୱାରା ପରମାତ୍ମା ତତ୍ତ୍ୱର ଜ୍ଞାନ ଜାଗ୍ରତ ହୋଇଯାଏ, ସେତେବେଳେ ସେହି ଜ୍ଞାନ କାମ ଦ୍ୱାରା ଆବୃତ ହୋଇଥିଲେ ମଧ୍ୟ କାହାକୁ ନାଶ କରି ସ୍ୱୟଂ ପ୍ରକାଶିତ ହୋଇଉଠେ। ତେଣୁ କାମ ଜ୍ଞାନକୁ ଆବୃତ କରୁଥିଲେ ମଧ୍ୟ ବସ୍ତୁତ ଜ୍ଞାନ ଅପେକ୍ଷା ସର୍ବଥା ଦୁର୍ବଳ ହିଁ ହୋଇଥାଏ। ଏଠାରେ 40ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଏହିପରି କାମ ଦ୍ୱାରା ଜ୍ଞାନ ଆବୃତ ହୋଇଯାଏ ବୋଲି କହି ବର୍ତ୍ତମାନ ତାହାକୁ ନାଶ କରିବାର ଉପାୟ କହିବା ଉଦ୍ଦେଶ୍ୟରେ ଭଗବାନ ତାହା ବାସସ୍ଥାନ ଓ ତାହା ଦ୍ୱାରା ଜୀବାତ୍ମାକୁ ମୋହିତ କରାଯିବାର ପ୍ରକାର କହୁଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲା, ଇନ୍ଦ୍ରିୟଗଣ ମନ ଓ ବୁଦ୍ଧି ଏସବୁକୁ କାମର ବାସସ୍ଥାନ ବୋଲି କୁହାଯାଏ। ଏହି କାମ ଏମାନଙ୍କ ଦ୍ୱାରା ଅର୍ଥାତ୍ ମନ ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କ ଦ୍ୱାରା ହିଁ ଜ୍ଞାନକୁ ଆଚ୍ଛାଦିତ କରି ଜୀବାତ୍ମାକୁ ବିମୋହିତ କରେ। ଏଠାରେ ପ୍ରଶ୍ନ ଆସୁଛି, ଇନ୍ଦ୍ରିୟ ମନ ଓ ବୁଦ୍ଧି ଏସବୁକୁ କାମର ବାସସ୍ଥାନ ବୋଲି କୁହାଯାଏ, ଏପରି କରିବାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଏପରି କହି ଦେଖାଇ ଦିଆଯାଇଛି ଯେ ମନ ବୁଦ୍ଧି ଓ ଇନ୍ଦ୍ରିୟ ମନୁଷ୍ୟର ବଶରେ ନ ରହୁଥିବାରୁ ସେମାନଙ୍କ ଉପରେ କାମ ନିଜର ଅଧିପତ୍ୟ ଜମାଇ ରଖେ। ଏଣୁ କଲ୍ୟାଣ ଇଚ୍ଛା କରୁଥିବା ମନୁଷ୍ୟ ତାର ମନ ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କୁ ଏହି କାମରୂପକ ଶତ୍ରୁକୁ ଶୀଘ୍ର ହଟାଇ ଦେବା କିମ୍ବା ସେଠାରେ ହିଁ ଅବରୁଦ୍ଧ କରି ତାହାକୁ ନଷ୍ଟ କରିଦେବା ଉଚିତ। ନହେଲେ ଘରେ ପଶି ଯାଇଥିବା ଶତ୍ରୁ ପରି ଏହି ମନୁଷ୍ୟ ଜୀବନ ରୂପୀ ଅମୂଲ୍ୟ ଧନକୁ ନଷ୍ଟ କରିଦେବ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ଏହି କାମ ମନ ବୁଦ୍ଧି ଓ ଇନ୍ଦ୍ରିୟଙ୍କ ଦ୍ୱାରା ହିଁ ଜ୍ଞାନକୁ ଆଚ୍ଛାଦିତ କରି ଜୀବାତ୍ମାକୁ ମୋହିତ କରେ, ଏ କଥାର ଭାବ କ'ଣ? ଏହାର ଉତ୍ତର ହେଲା, ଏହାଦ୍ୱାରା ଦେଖାଇ ଦିଆଯାଇଛି ଯେ ଏହି କାମ ମନୁଷ୍ୟର ମନ ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କର ପ୍ରବେଶ କରି ତାହାର ବିବେକ ଶକ୍ତି ନଷ୍ଟ କରିଦିଏ ଏବଂ ଭୋଗରେ ସୁଖ ଦେଖାଇ ତାହାକୁ ପାପରେ ପ୍ରବୃତ୍ତ କରିଦିଏ। ତାହା ଫଳରେ ମନୁଷ୍ୟର ଅଧପତନ ହୋଇଯାଏ। ତେଣୁ ଏ ବିଷୟର ଶୀଘ୍ର ହିଁ ଜାଗରୁକ ହୋଇଯିବା ଆବଶ୍ୟକ। ଏହା ଗୋଟିଏ କାଳ୍ପନିକ ଦୃଷ୍ଟାନ୍ତ ଦ୍ୱାରା ବୁଝାଇ ଦିଆଯାଇଛି। ଚେତନ ସିଂହ ନାମରେ ଜଣେ ରାଜା ଥିଲେ। ତାଙ୍କ ପ୍ରଧାନମନ୍ତ୍ରୀଙ୍କ ନାମ ଜ୍ଞାନ ସାଗର। ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଜଣେ ସହକାରୀ ମନ୍ତ୍ରୀ ଥିଲେ, ତାଙ୍କ ନାମ ଚଞ୍ଚଳ ସିଂ। ରାଜା ମନ୍ତ୍ରୀ ଓ ସହକାରୀ ମନ୍ତ୍ରୀଙ୍କ ସହିତ ନିଜ ରାଜଧାନୀ ମଧ୍ୟପୁରୀରେ ରହୁଥିଲେ। ରାଜ୍ୟ 10ଟି ଜିଲ୍ଲାରେ ବିଭକ୍ତ ହୋଇଥିଲା ଏବଂ ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ଜିଲ୍ଲାଧିକାରୀ ନିଯୁକ୍ତ ଥିଲେ। ରାଜା ଅତ୍ୟନ୍ତ ବିଚାରଶୀଳ, କର୍ମପ୍ରବଣ ଓ ସୁଶୀଳ ଥିଲେ। ତାଙ୍କ ରାଜ୍ୟରେ ସମସ୍ତେ ସୁଖରେ ଥିଲେ। ରାଜ୍ୟ ଦିନୁ ଦିନ ଉନ୍ନତ ହେଉଥିଲା। ଥରେ ତାଙ୍କ ରାଜ୍ୟକୁ ଜଗମୋହନ ନାମକ ଜଣେ ଠକ ସର୍ଦ୍ଦାର ଆସିଲେ। ସେ ଥିଲେ ବଡ଼ କୁଚକ୍ରୀ ଓ ଦଗାବାଜ। ତାର ହୃଦୟ କପଟୀ ରୂପୀ ଗରଳରେ ପୂର୍ଣ୍ଣ ହୋଇ ରହିଥିଲା ମଧ୍ୟ ତା କଥା ଥିଲା ବଡ଼ ମଧୁର। ସେ ଯାହା ସହିତ କଥାବାର୍ତ୍ତା କରୁଥିଲା ତା ମନକୁ ମୋହି ନେଉଥିଲା। ସେ ଜଣେ ବେପାରୀ ବେଶରେ ଆସିଥିଲା ଏବଂ ଜିଲ୍ଲାଧୀଶମାନଙ୍କ ସହିତ ମିଳାମିଶା କରି ସେହି ରାଜ୍ୟର ନିଜର ବେପାର କରିବାକୁ ଅନୁମତି ମାଗିଲା। ଏଥିପାଇଁ ସେ ଜିଲ୍ଲାଧୀଶମାନଙ୍କୁ ଯଥେଷ୍ଟ ପ୍ରଲୋଭନ ଦେଖାଇଲା। ସେମାନେ ତା ପ୍ରଲୋଭନରେ ପଡ଼ିଗଲେ, କିନ୍ତୁ ଉପରେ ହାକିମଙ୍କ ଅନୁମତି ବିନା ତ ସେମାନେ କିଛି କରିପାରିବେ ନାହିଁ। ଦଗାବାଜ ବେପାରୀ ଜଗମୋହନର ମନ୍ତ୍ରଣାରେ ସେମାନେ ସମସ୍ତେ ମିଶି ତାକୁ ଉପର ହାକିମ ସରକାରୀ ମନ୍ତ୍ରୀ ଚଞ୍ଚଳ ସିଂଙ୍କ ପାଖକୁ ନେଇଗଲେ। ଠକ ବେପାରୀ ତାଙ୍କୁ ମଧ୍ୟ ବହୁତ ପ୍ରଲୋଭନ ଦେଖାଇଲା। ଫଳତଃ ଚଞ୍ଚଳ ସିଂ ମଧ୍ୟ ଜଗମୋହନ ମିଠା କଥାରେ ଭୁଲିଗଲେ। ଚଞ୍ଚଳ ସିଂ ତାଙ୍କୁ ନିଜର ଉପରେ ଅଧିକାରୀ ଜ୍ଞାନସାଗରଙ୍କ ପାଖକୁ ନେଇଗଲେ। ଜ୍ଞାନସାଗର ବୁଦ୍ଧିମାନ ଥିଲେ, କିନ୍ତୁ ସେ ଟିକିଏ ଦୁର୍ବଳ ହୃଦୟର ଲୋକ ଥିଲେ।
से ठीक मीमांसा करी कौनसी निर्णय पहुँची पारु नथिले। तेणु से निजर सरकारी मंत्री चंचल सिंह और 10 जिलाधीश कथारे चलुथिले। एहा फलरे से माने आहु अनुचित लाभ मध्य उठाउथिले। वर्तमान से चंचल सिंह और जिलाधीश कथारे विश्वास करी ठक बेपारी जाल रे पड़गले। से बेपार पाई अनुमति देवा को स्वीकार करदेले, किंतु कहिले महाराज चेतन सिंह का मंजूरी व्यतीत सारा राज्य रे बेपार करने को अनुमति दि जाई परिबो नहीं। शेषरे ठक बेपारी प्ररोचन रे से माने तांको राजांक पाखको नहीं गले। ठक बड़ चतुर थिला, से राजा को बहु प्रलोभन देखाइला। राजा मध्य लोभरे पड़गले एवं से जगमोहन को निजर राज्यर सर्वत्र अबाध वाणिज्य को चलाइबा को कोठीमान खोलिबा को अनुमति देदेले। जगमोहन जिला ऑफिसर मानंकु तथा 2 मंत्री को किछि दियानिया करी संतुष्ट करदेले एवं सारा राज्यर निजर बेपार जाल बिछाई देले। जेतेबेले सबुआडे तार प्रभाव विस्तृत हो गला, सेतेबेले से अबाध रे प्रजा को लुटिबा को लागिले। जिलाधीश मानंकर सहित 2 मंत्री प्रलोभन रे पड़ी जाइथिले। राजा को मध्य लुटी धनर अंश देई से तांको निजर बस करदेले। छल कौशल रे ओ मिठा मिठा चिक्कण चाक्कण कथारे राजा को तथा विषय लोलोभ समस्त ऑफिसरों को कर्म कुमार्गामी कराइदेले। से समस्त को शक्तिहीन अकर्मण्य और दुर्व्यसन प्रिय करदेले एवं गुप्त भाव रे खूब शीघ्र निजर बल बढ़ाई से सारा राज्य रे निजर अधिकार जमाई देले। एहीपरि भाव रे राजांकर सर्वस्व लुटी नहीं शेषे तांको भी निजर बंदी कराई देले। एही उदाहरण को मनुष्य जीवन सहित तुलना कले देखिबे। राजा चेतन सिंह हेउछंती जीवात्मा, प्रधानमंत्री ज्ञान सागर बुद्धि, सहकारी मंत्री चंचल सिंह मन, मध्यपुरी राजधानी हृदय, 10 जिलाधीश 10 इंद्रिय, 10 जिला इंद्रिय मानकर 10 स्थान एवं ठक सरदार जगमोहन काम अटे। विषय भोग सुखरे प्रलोभन ही समस्त को प्रलुब्ध कराए। विषय भोग रे पकाई से जीवात्मा को वास्तव मुख मार्गरू भ्रष्ट कर दिए एवं ताको लुटिबा को लागे ओ तार ज्ञान को आवृत करी सर्वथा मोहित कर दिए। मनुष्य जीवनर परम लाभरू वंचित होई कहिबा को बाध्य करिबा ही नजरबंदी करिबा। अभिप्राय ही जे कल्याण विरोधी दुर्जय शत्रु काम इंद्रिय मन और बुद्धि को विषय भोग रूपक मिथ्या सुखर प्रलोभन देखाए समस्तंक उपरे निजर अधिकार जमाए। मन बुद्धि एवं इंद्रिय मानक द्वारा विषय सुख रूपक लोभरे जीवात्मार ज्ञान को आवृत कर दिए एवं जीवात्मा को मोहमय संसार रूपक कैदी खाना पकाई दिए तथा परमात्मा प्राप्ति रूपक प्रकृत धनरु वंचित करी ताहार अमूल्य मनुष्य जीवन को नष्ट कर दिए। एकचालीसतम श्लोक संबंध में कहुपरि भाव में काम रूपक शत्रुर अत्याचार ओ से जोठारे छपी रही अत्याचार करे सही वासस्थान परिचय दे सारी वर्तमान भगवान सही काम रूपक शत्रु को मारिबार उपाय कहउचंती एवं ताको मारिदेबा पई अर्जुन को आज्ञा देउछंती। तेणु हे भरत वंशर श्रेष्ठ अर्जुन, तुमे प्रथमे इंद्रिय मान को वश करी ज्ञान और विज्ञान को नाश करुवा एही महापापी काम को अवश्य बलपूर्वक मारी दियो। एठारे प्रश्न आसुची तस्माद ओ आदौ एही 2 पद प्रयोग करी इंद्रिय मान को वश कर बोली कहिबार अर्थ कौन? यार उत्तर है तस्माद पद हेतुवाचक, यह सहित आदौ पद प्रयोग करी इंद्रिय मान को वश करने को कही भगवान देखाउछंती जे काम ही समस्त अनर्थर मूल। यह प्रथमे इंद्रिय मानकर वशरे करे ओ सेमानंक द्वारा मन बुद्धि को मोहित करने सहित जीवात्मा को मोहित करे। मन और बुद्धि
ଏବଂ ଇନ୍ଦ୍ରିୟ ମାନେ ଏହାର ନିବାସ ସ୍ଥାନ ଅଟନ୍ତି। ତେଣୁ ପ୍ରଥମେ ଇନ୍ଦ୍ରିୟମାନଙ୍କ ଉପରେ ନିଜର ଅଧିକାର ସାବ୍ୟସ୍ତ କରି ଏହି କାମ ରୂପୀ ଶତ୍ରୁକୁ ଅବଶ୍ୟ ମାରିଦେବା ଉଚିତ। ଏହାର ବାସସ୍ଥାନକୁ ରୁଦ୍ଧ କରିଦେଲେ ହିଁ ଏହି କାମ ରୂପକ ଶତ୍ରୁକୁ ମାରିଦେବା ସହଜ ହେବ। ଅତଏବ ପ୍ରଥମେ ଇନ୍ଦ୍ରିୟମାନଙ୍କ ଉପରେ ମନକୁ ସଂଯତ କରିବାକୁ ପଡ଼ିବ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ଇନ୍ଦ୍ରିୟମାନଙ୍କୁ କେଉଁ ଉପାୟରେ ବଶ କରିବା ଉଚିତ? ଏହାର ଉତ୍ତର ହେଲା ଅଭ୍ୟାସ ଓ ବୈରାଗ୍ୟ। ଏହି ଦୁଇ ଉପାୟରେ ଇନ୍ଦ୍ରିୟମାନଙ୍କ ବଶ ହୋଇପାରିବେ। ମନକୁ ବଶ କରିବା ପାଇଁ ଏହି ଦୁଇ ଉପାୟ କୁହାଯାଇଛି। ବିଷୟ ଓ ଇନ୍ଦ୍ରିୟମାନଙ୍କ ସଂଯୋଗରେ ହେଉଥିବା ରାଜସୁଖକୁ ତଥା ନିଦ୍ରା, ଅଳସ୍ୟ ଓ ପ୍ରମାଦ ଜନିତ ତାମସ ସୁଖକୁ ବାସ୍ତବରେ କ୍ଷଣିକ, ନାଶବାନ ଓ ଦୁଃଖକର ବୋଲି ବୁଝି ଇହଲୋକ ଓ ପରଲୋକର ସମସ୍ତ ଭୋଗରୁ ବିରକ୍ତ କରିବା ହିଁ ବୈରାଗ୍ୟ ଓ ପରମାତ୍ମାଙ୍କ ନାମ ରୂପ ଗୁଣ ଚରିତ୍ର ଆଦି ଶ୍ରବଣ କୀର୍ତ୍ତନ ମନନ କରିବା ଓ ଇନ୍ଦ୍ରିୟମାନଙ୍କୁ ନିଃସ୍ୱାର୍ଥ ଭାବରେ ଲୋକସେବା କାର୍ଯ୍ୟରେ ଲଗାଇଦେବା। ଧାରଣା ଶକ୍ତି ଦ୍ୱାରା ତାହାର କ୍ରିୟାମାନଙ୍କୁ ଶାସ୍ତ୍ରର ଅନୁକୂଳ କରିବା ତଥା ସେଥିରେ ସ୍ୱେଚ୍ଛାଚାରିତା ଦୋଷ ଉତ୍ପନ୍ନ ହେବାକୁ ନ ଦେବା ଲାଗି ଚେଷ୍ଟା କରିବା ହିଁ ଅଭ୍ୟାସ। ଏହି ଦୁଇଟି ଉପାୟ ଉପରେ ଇନ୍ଦ୍ରିୟମାନଙ୍କୁ ଓ ମନକୁ ବଶ କରାଯାଇପାରିବ। ଏଠାରେ ଅନ୍ତିମ ପ୍ରଶ୍ନ, ଜ୍ଞାନ ଓ ବିଜ୍ଞାନ। ଏଠାରେ ଏହି ଦୁଇ ଶବ୍ଦ ଅର୍ଥ କ'ଣ ଏବଂ କାମ ଏମାନଙ୍କୁ ନାଶ କରେ ବୋଲି କହିବାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଭଗବାନଙ୍କ ନିର୍ଗୁଣ ନିରାକାର ତତ୍ତ୍ୱ ପ୍ରଭାବ ମହାତ୍ମା ଓ ରହସ୍ୟଯୁକ୍ତ ଯଥାର୍ଥ ଜ୍ଞାନକୁ ଜ୍ଞାନ କହନ୍ତି ତଥା ସଗୁଣ ନିରାକାର ଓ ଦିବ୍ୟ ସାକାର ତତ୍ତ୍ୱର ଲୀଳା ରହସ୍ୟ ଗୁଣ ମହତ୍ତ୍ୱ ଓ ପ୍ରଭାବରେ ଯୁକ୍ତ ଯଥାର୍ଥ ଜ୍ଞାନକୁ ବିଜ୍ଞାନ କହନ୍ତି। ଏହି ଜ୍ଞାନ ଓ ବିଜ୍ଞାନର ଯଥାର୍ଥ ପ୍ରାପ୍ତି ପାଇଁ ହୃଦୟରେ ଯେଉଁ ଆକାଂକ୍ଷା ଉତ୍ପନ୍ନ ହୁଏ ତାହାକୁ ଏହି କାମ ରୂପକ ମହାଶତ୍ରୁ ନିଜର ମୋହିନୀ ଶକ୍ତି ଦ୍ୱାରା ନିତ୍ୟ ନିରନ୍ତର ଦବାଇ ରଖେ। ଅର୍ଥାତ୍ ଏହି ଆକାଂକ୍ଷାର ଜାଗୃତିରୁ ଉତ୍ପନ୍ନ ଜ୍ଞାନ ବିଜ୍ଞାନର ସାଧନାରେ ବାଧା ସୃଷ୍ଟି କରେ। ଏହି କାରଣରୁ ଜ୍ଞାନ ବିଜ୍ଞାନ ପ୍ରକଟ ହୋଇପାରେ ନାହିଁ। ତେଣୁ କାମକୁ ଏହାର ନାଶକାରୀ ବୋଲି କୁହାଯାଇଛି। ନାଶ ଶବ୍ଦ ଦୁଇଟି ଅର୍ଥ ହୁଏ। ଗୋଟିଏ ହେଉଛି ଅପ୍ରକଟ କରିଦେବା ଓ ଦ୍ୱିତୀୟଟି ହେଉଛି ବସ୍ତୁ ଅଭାବ କରିଦେବା। ଏଠାରେ ଅପ୍ରକଟ କରିଦେବା ଅର୍ଥରେ ହିଁ ନାଶର ଶବ୍ଦ ପ୍ରୟୋଗ ହୋଇଅଛି। ପୂର୍ବ ଶ୍ଲୋକରେ ମଧ୍ୟ ଜ୍ଞାନ କାମ ଦ୍ୱାରା ଢାଙ୍କି ହୋଇଯାଏ ବୋଲି କୁହାଯାଇଛି। ଜ୍ଞାନ ଓ ବିଜ୍ଞାନକୁ ସମୂଳେ ନଷ୍ଟ କରିଦେବାକୁ କାମର ଶକ୍ତି ନାହିଁ, କାରଣ କାମର ଉତ୍ପତ୍ତି ଅଜ୍ଞାନରୁ ହୋଇଛି। ଏଣୁ ଜ୍ଞାନ ବିଜ୍ଞାନ ପୂର୍ଣ୍ଣ ଭାବରେ ପ୍ରକଟ ହୋଇଯିବା ପରେ ଅଜ୍ଞାନ ସମୂଳେ ନାଶ ପାଇଯାଏ। ଆଉ ଜ୍ଞାନ ବିଜ୍ଞାନର ନାଶ କୌଣସି ପ୍ରଶ୍ନ ହିଁ ରହେ ନାହିଁ। ଶ୍ରୀମଦ୍ ଭଗବଦ୍ ଗୀତା ଦ୍ୱିତୀୟ ଅଧ୍ୟାୟ 40ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଏପରି ଭାବରେ କର୍ମଯୋଗ ବର୍ଣ୍ଣନାର ପ୍ରସ୍ତାବନା କରି ବର୍ତ୍ତମାନ ତାହାର ରହସ୍ୟମୟ ମହତ୍ତ୍ୱ କହୁଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲା, ଏହି କର୍ମଯୋଗରେ ଆରମ୍ଭର ଅର୍ଥାତ୍ ବୀଜର ନାଶ ହୁଏ ନାହିଁ ଏବଂ ବିପରୀତ ଫଳରୂପକ ଦୋଷ ମଧ୍ୟ ଏଥିରେ ହୁଏ ନାହିଁ। ବରଂ ଏହି କର୍ମଯୋଗ ରୂପକ ଧର୍ମର ସାମାନ୍ୟ ମାତ୍ର ସାଧନା ବି ଜନ୍ମ ମୃତ୍ୟୁ ରୂପକ ବିରାଟ ଭୟରୁ ରକ୍ଷା କରିଦିଏ। ପ୍ରଶ୍ନ, ଏହି କର୍ମଯୋଗର ଆରମ୍ଭ ନାଶ ହୁଏ ନାହିଁ, ଏ କଥାର ଅର୍ଥ କ'ଣ? ମୁଁ ଆଉଥରେ କହୁଛି, ପ୍ରଶ୍ନ, ଏହି କର୍ମଯୋଗରେ ଆରମ୍ଭର ନାଶ ହୁଏ ନାହିଁ, ଏହି କଥାର ଅର୍ଥ କ'ଣ? ଉତ୍ତର, ମନୁଷ୍ୟ ଏହି କର୍ମଯୋଗ ସାଧନା ଆରମ୍ଭ କରି ଯଦି ତାହା ପୂର୍ଣ୍ଣ ହେବା ପୂର୍ବରୁ ମଝିରେ ହିଁ ଛାଡ଼ିଦିଏ, ତେବେ ଚାଷୀ ଯେପରି କ୍ଷେତରେ ବୀଜ ବୁଣି ତାହାର ଦେଖାରଖା ନ କଲେ, ସେଥିରେ ପାଣି ନ ଦେଲେ ବୀଜ ନଷ୍ଟ ହୋଇଯାଏ, କର୍ମଯୋଗରେ ସେହିପରି ଆରମ୍ଭ ଅର୍ଥାତ୍ ବୀଜ ନଷ୍ଟ ହୁଏ ନାହିଁ। କର୍ମଯୋଗର ସଂସ୍କାର ସାଧକଙ୍କ ଅନ୍ତଃକରଣରେ ରହିଯାଏ ଏବଂ ସାଧକଙ୍କୁ ପରବର୍ତ୍ତୀ ଜନ୍ମରେ ତାହା ପୁନର୍ବାର ବଳପୂର୍ବକ ସାଧନାରେ ଲଗାଇ ଦିଏ।
ତାହାର ବିନାଶ ହୁଏ ନାହିଁ। ତେଣୁ ଭଗବାନ କର୍ମଯୋଗକୁ ସତ୍ ବୋଲି କହିଛନ୍ତି। ପ୍ରଶ୍ନ, ଏଥିରେ ପ୍ରତ୍ୟବାୟ ଅର୍ଥାତ୍ ବିପରୀତ ଫଳ ରୂପକ ଦୋଷ ବି ହୁଏ ନାହିଁ। ଏହାର ତାତ୍ପର୍ଯ୍ୟ କ'ଣ? ଉତ୍ତର, କର୍ମ ଯେତେବେଳେ କାମନା ଯୁକ୍ତ ହୁଏ ସେତେବେଳେ ତାହା ଭଲ ମନ୍ଦ ଫଳ ଦେବାର ସମ୍ଭାବନା ଥାଏ, କିନ୍ତୁ ଏଥିରେ ସର୍ବଦା କାମନାର ଅଭାବ ଥାଏ। ତେଣୁ ଏହାର ପ୍ରତ୍ୟବାୟ ଅର୍ଥାତ୍ ବିପରୀତ ଫଳ ମଧ୍ୟ ହୁଏ ନାହିଁ। ସକାମ ଭାବରେ କର୍ମ କରିବା ବେଳେ ଦେବତା, ପିତୃ, ମନୁଷ୍ୟ ଆଦିଙ୍କ ସେବାରେ କୌଣସି କାରଣରୁ ତ୍ରୁଟି ହୋଇଗଲେ ସେମାନେ ରୁଷ୍ଟ ହୋଇଯିବାରୁ ସାଧକଙ୍କର ଅନିଷ୍ଟ ମଧ୍ୟ ହୋଇପାରେ। କିନ୍ତୁ ସ୍ୱାର୍ଥ ରହିତ ଯଜ୍ଞ, ଦାନ, ତପ, ସେବା ଆଦି କର୍ମ ପାଳନରେ ତ୍ରୁଟି ରହିଗଲେ ମଧ୍ୟ ସେଥିରେ ବିପରୀତ ଫଳ ରୂପକ ଅନିଷ୍ଟ ହୁଏ ନାହିଁ। ରୋଗ ବିନାଶ ପାଇଁ ସେବନ କରାଯାଉଥିବା ଔଷଧ ଅନୁକୂଳ ନହେଲେ ଯେପରି ପ୍ରତିକୂଳ ହୋଇଯାଏ, ରୋଗକୁ ବଢ଼ାଇ ଦିଏ, ଏହି କର୍ମ ଯୋଗରେ ସେପରି ବିପରୀତ ପରିଣାମ ହୁଏ ନାହିଁ। ଅର୍ଥାତ୍ ଯଦି ତାହା ପୂର୍ଣ୍ଣ ନ ହେବାରୁ ସାଧକଙ୍କୁ ଏହି ଜନ୍ମରେ ହିଁ ପରମ ପଦ ପ୍ରାପ୍ତ କରାଇ ନ ପାରିଲା, ତେବେ ବି ତାହା ପାଳନ କରିଥିବା ସାଧକଙ୍କୁ ପୂର୍ବକୃତ ପାପର ଫଳସ୍ୱରୂପ କିମ୍ବା ଇହ ଜନ୍ମରେ ହେଉଥିବା ଅନୁଷଙ୍ଗିକ ହିଂସାଦିର ଫଳସ୍ୱରୂପ ତିର୍ଯ୍ୟକ ଯୋନିର ବା ନରକରେ ପଡ଼ିବାକୁ ହୁଏ ନାହିଁ। ବରଂ ନିଜର ପୂର୍ବକୃତ ଶୁଭ କର୍ମର ଫଳସ୍ୱରୂପ ଇହଲୋକରେ ବା ପରଲୋକରେ ସୁଖ ଭୋଗରୁ ବଞ୍ଚିତ ହେବାକୁ ପଡ଼େ ନାହିଁ। ସେହି ସାଧକ ପରଜନ୍ମରେ ପୁଣ୍ୟବାନମାନଙ୍କ ଉତ୍ତମ ଲୋକ ହିଁ ପ୍ରାପ୍ତ ହୁଅନ୍ତି ଏବଂ ବହୁ ସମୟ ପର୍ଯ୍ୟନ୍ତ ସେଠାରେ ରହି ପୁନର୍ବାର ବିଶୁଦ୍ଧ ଲକ୍ଷ୍ମୀବନ୍ତଙ୍କ ଗୃହରେ ଜନ୍ମ ହୁଅନ୍ତି ଅଥବା ଯୋଗୀ କୂଳରେ ଜନ୍ମ ହୁଅନ୍ତି ଏବଂ ପୂର୍ବର ଅଭ୍ୟାସ ହେତୁ ପୁନର୍ବାର ସେହି ସାଧନାରେ ପ୍ରବୃତ୍ତ ହୋଇଯାଆନ୍ତି। ପ୍ରଶ୍ନ, ପ୍ରତ୍ୟବାୟୁ ନ ବିଦ୍ୟତେର ଅର୍ଥ କର୍ମ ଯୋଗରେ ବାଧାବିଘ୍ନ ଆଦି କୌଣସି ପ୍ରତିବନ୍ଧକ ଆସେ ନାହିଁ, ଏପରି ଧରି ନିଆଗଲେ କ୍ଷତି କ'ଣ? ଉତ୍ତର, ପୂର୍ବ ଜନ୍ମକୃତ ପାପ ହେତୁ ବିଷୟ ଭୋଗ ତଥା ପ୍ରମାଦି ବିଷୟୀ ଓ ନାସ୍ତିକ ପୁରୁଷମାନଙ୍କ ସଙ୍ଗ ଦୋଷରୁ ସାଧନାର ବାଧାବିଘ୍ନାଦି ପ୍ରତିବନ୍ଧକ ତ ଆସିପାରେ, କିନ୍ତୁ ନିଷ୍କାମ କର୍ମର ପରିଣାମ ମନ୍ଦ ହୁଏ ନାହିଁ। ତେଣୁ ବିପରୀତ ଫଳରୂପୀ ଦୋଷ ହୁଏ ନାହିଁ ବୋଲି ଅର୍ଥ କରିନେବା ହିଁ ଉଚିତ। ପ୍ରଶ୍ନ, ଅସ୍ୟ ବିଶେଷଣ ସହିତ ଧର୍ମସ୍ୟ ପଦ କାହାର ବାଚକ? ଉତ୍ତର, ପୂର୍ବ ଶ୍ଲୋକରେ ଯୋଗ ନାମରେ ଯାହାର ବର୍ଣ୍ଣନା କରାଯାଇଛି, ଏହା ହେଉଛି ସେହି କର୍ମଯୋଗର ବାଚକ। ପ୍ରଶ୍ନ, କର୍ମଯୋଗ କାହାକୁ କହନ୍ତି? ଉତ୍ତର, ଶାସ୍ତ୍ର ବିହିତ ଉତ୍ତମ କ୍ରିୟାର ନାମ କର୍ମ ଏବଂ ସମଭାବର ନାମ ଯୋଗ। ଏଣୁ ମମତ୍ୱ, ଆସକ୍ତି, କାମ, କ୍ରୋଧ ଏବଂ ଲୋଭ, ମୋହ ଆଦିରୁ ରହିତ ହୋଇ ମମତ୍ୱପୂର୍ବକ ନିଜର ବର୍ଣ୍ଣ, ଆଶ୍ରମ, ସ୍ୱଭାବ ଏବଂ ପରିସ୍ଥିତି ଅନୁସାରେ ଶାସ୍ତ୍ର ବିହିତ ଯେଉଁ କର୍ମ କର୍ତ୍ତବ୍ୟ ଆଚରଣ କରାଯାଏ ତାହା କର୍ମଯୋଗ। ଏହାକୁ ସମତ୍ୱ ଯୋଗ, ବୁଦ୍ଧି ଯୋଗ, ତଦର୍ଥ କର୍ମ, ମଦର୍ଥ କର୍ମ ଏବଂ ମତ୍କର୍ମ ମଧ୍ୟ କହନ୍ତି। ପ୍ରଶ୍ନ, ଏହି କର୍ମଯୋଗ ରୂପକ ଧର୍ମର ସାମାନ୍ୟ ମାତ୍ର ସାଧନା ମଧ୍ୟ ମହାନ ଭୟରୁ ରକ୍ଷା କରିଦିଏ। ଏହି ବାକ୍ୟର ଅଭିପ୍ରାୟ କ'ଣ? ଉତ୍ତର, ଏଠାରେ ଅଭିପ୍ରାୟ ଏହି ଯେ ଏହି କର୍ମଯୋଗ ସାଧନା ଯଦି ଶେଷ ସୀମା ପର୍ଯ୍ୟନ୍ତ ପହଞ୍ଚିଯାଏ ତେବେ ତାହା ମନୁଷ୍ୟକୁ ସେହି କ୍ଷଣି ହିଁ ପରମ ବ୍ରହ୍ମ ପରମାତ୍ମାକୁ ପ୍ରାପ୍ତ କରାଇ ଦିଏ। ଚାଳିଶତମ ଶ୍ଲୋକର ଅବଶିଷ୍ଟାଂଶ
ପ୍ରଶ୍ନ ଏହି କର୍ମଯୋଗ ରୂପକ ଧର୍ମର ସାମାନ୍ୟ ମାତ୍ର ସାଧନା ମଧ୍ୟ ମହାନ ଭୟରୁ ରକ୍ଷା କରିଦିଏ। ଏହି ବାକ୍ୟର ଅଭିପ୍ରାୟ କ'ଣ? ଉତ୍ତର, ଏଠାରେ ଅଭିପ୍ରାୟ ଏହି ଯେ ଏହି କର୍ମଯୋଗ ସାଧନା ଯଦି ଶେଷ ସୀମା ପର୍ଯ୍ୟନ୍ତ ପହଞ୍ଚିଯାଏ ତେବେ ତାହା ମନୁଷ୍ୟକୁ ସେହି କ୍ଷଣି ହିଁ ପରମ ବ୍ରହ୍ମ ପରମାତ୍ମାଙ୍କୁ ପ୍ରାପ୍ତ କରାଇଦିଏ। ତେଣୁ ଏହାର ପୂର୍ଣ୍ଣ ସାଧନାର ମହତ୍ତ୍ୱ କଥା ବା କ'ଣ କହିବା? କିନ୍ତୁ ମନୁଷ୍ୟ ଯଦି ଏହାକୁ ଆଂଶିକ ଭାବରେ ସାଧନା କରିପାରେ ଅର୍ଥାତ୍ ସମତ୍ୱରେ ଅଟଳ ରୂପେ ସ୍ଥିତ ନ ହୋଇ ବି ମନୁଷ୍ୟ ଯଦି କିଛି ଅଂଶରେ ସମଭାବରେ କର୍ତ୍ତବ୍ୟ କର୍ମ ଆଚରଣ କରିପାରେ ଏବଂ ଯଦି ସେହି ସାମାନ୍ୟ ସମଭାବ ବି ଅନ୍ତକାଳରେ ସ୍ଥିର ହୋଇଯାଏ ତେବେ ମଧ୍ୟ ତାହା ମନୁଷ୍ୟକୁ ନିର୍ବାଣ ବ୍ରହ୍ମ ପ୍ରାପ୍ତି କରାଇ ଦେଇଥାଏ। ତା ନହେଲେ ତାହା ସାଧକଙ୍କୁ ଜନ୍ମାନ୍ତରରେ ପୁନର୍ବାର ସାଧନାରେ ପ୍ରବୃତ୍ତି କରାଇ ପରମଗତି ପ୍ରାପ୍ତ କରାଇଦିଏ। ଏପରି ଭାବରେ ତାହା ଯଥା ସମୟରେ ତାଙ୍କୁ ଅବଶ୍ୟ ଉଦ୍ଧାର କରିଦିଏ। ସକାମ ଭାବରେ ହଜାର ହଜାର ବର୍ଷ ପର୍ଯ୍ୟନ୍ତ କରିଥିବା ବଡ଼ ବଡ଼ ଯଜ୍ଞ, ଦାନ, ତପ, ତୀର୍ଥବାସ, ବ୍ରତ, ଉପବାସ ଆଦି କର୍ମ ବି ମନୁଷ୍ୟକୁ ସଂସାରରୁ ଉଦ୍ଧାର କରିପାରେ ନାହିଁ। ଅଥଚ ସମଭାବରେ କରାଯାଇଥିବା ଶାସ୍ତ୍ର ବିହିତ ଭିକ୍ଷାବୃତ୍ତି, ଯୁଦ୍ଧ, କୃଷି, ବ୍ୟବସାୟ, ସେବା ଏବଂ ଶିଳ୍ପ ଆଦି କ୍ଷୁଦ୍ରାଦପି କ୍ଷୁଦ୍ର ଜୀବିକା ନିର୍ବାହ କର୍ମ ମଧ୍ୟ ଯଦି ଭାବପୂର୍ଣ୍ଣ ହୋଇଥାଏ ତେବେ ତାହା କ୍ଷଣମାତ୍ରକେ ସଂସାରରୁ ଉଦ୍ଧାର କରିଦିଏ। କାରଣ କଲ୍ୟାଣ ସାଧନାରେ ମଧ୍ୟ କର୍ମ ଅପେକ୍ଷା ଭାବର ହିଁ ପ୍ରାଧାନ୍ୟ ରହେ। ପ୍ରଶ୍ନ, ଯଦି ଏହି କର୍ମଯୋଗର ସ୍ୱଳ୍ପ ସାଧନା ବୃଦ୍ଧି ପାଇଲେ ହିଁ ମହାନ ଭୟରୁ ରକ୍ଷା କରିଦିଏ ତେବେ ଏଠାରେ ସ୍ୱଳ୍ପର ମହତ୍ତ୍ୱ କ'ଣ? ଉତ୍ତର, ନିଷ୍କାମ ଭାବରେ ପରିଣାମ ହେଉଛି ସଂସାରରୁ ଉଦ୍ଧାର କରିବା। ତେଣୁ ତାହା ତାର ପରିଣାମ ସିଦ୍ଧ ନ କରି ନଷ୍ଟ ହୁଏ ନାହିଁ କି ତାହାର ଅନ୍ୟ କୌଣସି ଫଳ ହୁଏ ନାହିଁ। ତାହା ପରିଶେଷରେ ସାଧକଙ୍କୁ ପୂର୍ଣ୍ଣ ନିଷ୍କାମ କରାଇ ତାଙ୍କୁ ଉଦ୍ଧାର କରିଦିଏ। ଏହା ହିଁ ତାହାର ମହତ୍ତ୍ୱ। ପ୍ରଶ୍ନ, ଯଦି କର୍ମଯୋଗର ସାମାନ୍ୟ କିଛି ସାଧନା ବି ମହାନ ଭୟରୁ ରକ୍ଷା କରିପାରେ ତେବେ ପୂର୍ଣ୍ଣ ସାଧନା କରିବା ଆବଶ୍ୟକ କ'ଣ? ଉତ୍ତର, ସାମାନ୍ୟ କିଛି ସାଧନା ବି ରକ୍ଷା କରିପାରେ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ସେଥିରେ ସମୟର କିଛି ନିର୍ଦ୍ଦିଷ୍ଟ ସୀମା ନାହିଁ। ଏହି ଜନ୍ମରେ ଉଦ୍ଧାର କରିବ କି ଜନ୍ମାନ୍ତର ଉଦ୍ଧାର କରିବେ ତାହାର କୌଣସି ସ୍ଥିରତା ନାହିଁ। କାରଣ ସେହି ସାମାନ୍ୟ ସାଧନା କ୍ରମଶଃ ବୃଦ୍ଧି ପାଇ ପୂର୍ଣ୍ଣ ହେବା ପରେ ହିଁ ଉଦ୍ଧାର କରିବ। ଅତଏବ ଶୀଘ୍ର କଲ୍ୟାଣ ଇଚ୍ଛା କରୁଥିବା ପ୍ରଯତ୍ନଶୀଳ ମନୁଷ୍ୟ ତତ୍ପରତା ଏବଂ ଉତ୍ସାହ ସହକାରେ ପୂର୍ଣ୍ଣ ରୂପରେ ସମତ୍ୱ ପ୍ରାପ୍ତ କରିବାକୁ ଚେଷ୍ଟା କରିବା ଉଚିତ। ପ୍ରଶ୍ନ, ମହାନ ଭୟ କାହାକୁ କହନ୍ତି ଏବଂ ସେଥିରୁ ରକ୍ଷା ପାଇବାର ଅର୍ଥ କ'ଣ? ଉତ୍ତର, ମୃତ୍ୟୁ ଭୟ ହେଉଛି ଜୀବର ସବୁଠାରୁ ବଡ଼ ଭୟ। ଏଣୁ ଅନନ୍ତ କାଳ ପର୍ଯ୍ୟନ୍ତ ବାରମ୍ବାର ଜନ୍ମ ହେବା ମରିବା ହିଁ ସବୁଠାରୁ ବଡ଼ ଭୟ। ଏହି ଜନ୍ମ ମୃତ୍ୟୁ ରୂପକ ମହାନ ଭୟକୁ ଭଗବାନ ପରେ ମୃତ୍ୟୁ ସଂସାର ସାଗର ବୋଲି କହିଛନ୍ତି। ସମୁଦ୍ରରେ ଯେପରି ଅନନ୍ତ ଲହରୀ ଉଠେ ଓ ପଡ଼େ, ସଂସାର ସାଗରରେ ସେପରି ଜନ୍ମ ମୃତ୍ୟୁ ରୂପକ ଅନେକ ଲହରୀ ଉଠେ ଓ ପଡ଼େ। ସମୁଦ୍ରର ଲହରୀକୁ ଇଚ୍ଛା କଲେ ଗଣି ଦେଇ ହେବ, କିନ୍ତୁ ଯେପର୍ଯ୍ୟନ୍ତ ପରମାତ୍ମାଙ୍କ ତତ୍ତ୍ୱର ଯଥାର୍ଥ ଜ୍ଞାନ ନ ହୋଇଛି ସେ ପର୍ଯ୍ୟନ୍ତ କେତେ ଥର ଯେ ମରିବାକୁ ପଡ଼ିବ ତାହାର ଗଣନା କେହି କରିପାରିବେ ନାହିଁ। ଏହି ମୃତ୍ୟୁ ରୂପକ ସଂସାରରେ ପାର କରିଦେବା ହିଁ ଜନ୍ମ ମୃତ୍ୟୁ ଚକ୍ରରୁ ପୂର୍ଣ୍ଣ ରୂପରେ ମୁକ୍ତ କରି ଏହି ମୃତ୍ୟୁ ରୂପକ ସଂସାର ସାଗରରୁ ପାର କରିଦେବା ହିଁ ଜନ୍ମ ମୃତ୍ୟୁ ଚକ୍ରରୁ ପୂର୍ଣ୍ଣ ରୂପେ ମୁକ୍ତ କରି ସମସ୍ତ ପ୍ରପଞ୍ଚରୁ ଅତୀତ ସଚ୍ଚିଦାନନ୍ଦ ଘନ ବ୍ରହ୍ମରେ ମିଳାଇ ଦେବା ହିଁ ମହାନ ଭୟରୁ ରକ୍ଷା କରିଦେବା। 41ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି,
ଏପରି ଭାବରେ କର୍ମଯୋଗର ମହତ୍ଵ ବର୍ଣ୍ଣନା କଲେ ବର୍ତ୍ତମାନ ତାହାର ଆଚରଣ ବିଧି ବୁଝାଇ ଦେବା ପାଇଁ ପ୍ରଥମେ ସେହି କର୍ମଯୋଗରେ ପରମ ଆବଶ୍ୟକ ହେଉଥିବା ସିଦ୍ଧ କର୍ମଯୋଗୀଙ୍କର ନିଶ୍ଚୟାତ୍ମିକା ସ୍ଥାୟୀ ସମବୁଦ୍ଧି ଏବଂ କର୍ମଯୋଗର ପ୍ରତିବନ୍ଧକ ରୂପୀ ସକାମ ମନୁଷ୍ୟମାନଙ୍କଠାରେ ଥିବା ନାନା ପ୍ରକାର ବୁଦ୍ଧି ମଧ୍ୟରେ କି ପାର୍ଥକ୍ୟ ରହିଛି ତାହା ବୁଝାଉଛନ୍ତି। ଏହାର ଭାବାର୍ଥ ହେଲା, ହେ ଅର୍ଜୁନ, ଏହି କର୍ମଯୋଗରେ ନିଶ୍ଚୟାତ୍ମିକା ବୁଦ୍ଧି ଗୋଟିଏ ମାତ୍ର ହୁଏ, କିନ୍ତୁ ଅସ୍ଥିର ବିଚାରଯୁକ୍ତ ବିବେକହୀନ ସକାମ ମନୁଷ୍ୟମାନଙ୍କର ବୁଦ୍ଧି ନିଶ୍ଚିତ ଭାବରେ ବହୁ ପ୍ରକାର ଓ ଅସଂଖ୍ୟ ହୁଏ। ପ୍ରଶ୍ନ, ବ୍ୟବସାୟାତ୍ମିକା ବିଶେଷଣ ସହିତ ବୁଦ୍ଧି ହିଁ ପଦ ଏଠାରେ କେଉଁ ବୁଦ୍ଧିର ବାଚକ ଏବଂ ତାହା ଏକ ଅଟେ, ଏହି କଥନର ତାତ୍ପର୍ଯ୍ୟ କ'ଣ? ଉତ୍ତର, ଯେଉଁ ବୁଦ୍ଧିର ସ୍ୱରୂପ ଅଟଳ ଓ ଦୃଢ଼ ନିଶ୍ଚୟ। 39 ଶ୍ଲୋକରେ ଯେଉଁ ବୁଦ୍ଧିରେ ଯୁକ୍ତ ହେବାର ଫଳ କର୍ମ ବନ୍ଧନରୁ ମୁକ୍ତି ବୋଲି କହିଛନ୍ତି, ବ୍ୟବସାୟାତ୍ମିକା ବିଶେଷଣ ସହିତ ବୁଦ୍ଧି ହିଁ ପଦଟି ହେଉଛି ସେହି ସ୍ଥାୟୀ ସମଭାବ ରୂପୀ ନିଶ୍ଚୟାତ୍ମିକା ବୁଦ୍ଧିର ବାଚକ। କାରଣ ଏହି ପ୍ରକରଣରେ ସ୍ଥାନେ ସ୍ଥାନେ ଏହି ଅର୍ଥରେ ବୁଦ୍ଧି ଶବ୍ଦ ପ୍ରୟୋଗ ହୋଇଛି, ସେହି ବୁଦ୍ଧି ଏକ ଅଟେ। ଏହା କହି ଭଗବାନ ବୁଝାଇ ଦେଇଛନ୍ତି ଯେ ସେହି ବୁଦ୍ଧିରେ କେବଳ ଏକମାତ୍ର ସଚ୍ଚିଦାନନ୍ଦ ପରମାତ୍ମା ହିଁ ନିଶ୍ଚିତ ରୂପେ ରହନ୍ତି। ସେହି ବୁଦ୍ଧିରେ ବିଭିନ୍ନ ଭୋଗ ଏବଂ ସେସବୁର ପ୍ରାପ୍ତି ଉପାୟର ସ୍ଥାନ ଆଦୌ ନଥାଏ। ଏହାକୁ ସ୍ଥିର ବୁଦ୍ଧି ଓ ସମବୁଦ୍ଧି ବି କହନ୍ତି। ପ୍ରଶ୍ନ, ଅବ୍ୟବସାୟିନାମ୍ ପଦଟି କେଉଁ ମନୁଷ୍ୟଙ୍କୁ ବୁଝାଉଛି ଏବଂ ସେମାନଙ୍କର ବୁଦ୍ଧିକୁ ବିଭିନ୍ନ ଶାଖା ଯୁକ୍ତ ଓ ଅନନ୍ତ ବୋଲି କହିବାର ଅଭିପ୍ରାୟ କ'ଣ? ଉତ୍ତର, ଯେଉଁମାନଙ୍କର ଉପରୋକ୍ତ ନିଶ୍ଚୟାତ୍ମିକା ବୁଦ୍ଧି ନାହିଁ, ଅଜ୍ଞାନଜନିତ ବିଷମ ଭାବ ଯୋଗୁଁ ଯେଉଁମାନଙ୍କର ଅନ୍ତଃକରଣ ମୋହଗ୍ରସ୍ତ ହୋଇଯାଇଛି। ଅବ୍ୟବସାୟିନାମ୍ ପଦଟି ହେଉଛି ସେହି ବିବେକହୀନ ଭୋଗାସକ୍ତ ମନୁଷ୍ୟମାନଙ୍କର ବାଚକ। ସେହିମାନଙ୍କର ବୁଦ୍ଧିକୁ ବହୁ ଶାଖାଯୁକ୍ତ ଓ ଅନନ୍ତ ବୋଲି କହି ଦର୍ଶାଇ ଦେଇଛନ୍ତି ଯେ ସକାମ ଭାବରେ ଯଜ୍ଞାଦି କର୍ମ କରୁଥିବା ମନୁଷ୍ୟମାନଙ୍କର ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ଥାଏ। କେହି ଗୋଟିଏ ପ୍ରକାର ଫଳ ପାଇଁ ଗୋଟିଏ ପ୍ରକାର କର୍ମ କରେ ତ ଅନ୍ୟ କେହି ଭୋଗ ପ୍ରାପ୍ତି ପାଇଁ ଅନ୍ୟ ପ୍ରକାର କର୍ମ କରେ। ଏହା ବ୍ୟତୀତ ସେମାନେ ଏକ ଉଦ୍ଦେଶ୍ୟରେ କରୁଥିବା କର୍ମରେ ମଧ୍ୟ ଅନେକ ପ୍ରକାର ଭୋଗର କାମନା କରନ୍ତି ଏବଂ ସଂସାରର ସମସ୍ତ ପଦାର୍ଥରେ ଓ ଘଟଣାରେ ସେମାନଙ୍କର ବିଷମ ଭାବ ରହିଥାଏ। ସେମାନେ କାହାକୁ ପ୍ରିୟ ବୋଲି ବୁଝନ୍ତି ତ କାହାକୁ ଅପ୍ରିୟ ବୋଲି ବୁଝନ୍ତି। ଗୋଟିଏ ପଦାର୍ଥର କିଛି ଅଂଶକୁ ପ୍ରିୟ ତ କିଛି ଅଂଶକୁ ଅପ୍ରିୟ ବୋଲି ବୁଝନ୍ତି। ଏପରି ଭାବରେ ସଂସାରର ସମସ୍ତ ପଦାର୍ଥ, ବ୍ୟକ୍ତି ତଥା ଘଟଣାମାନଙ୍କ ସମ୍ବନ୍ଧରେ ସେମାନଙ୍କର ଭିନ୍ନ ଭିନ୍ନ ବିଷମ ବୁଦ୍ଧି ରହେ ଏବଂ ସେସବୁରେ ମଧ୍ୟ ବହୁ ବିଭିନ୍ନତା ରହେ। ଶ୍ଲୋକ କ୍ରମାଙ୍କ 42, 43, 44 ସମ୍ବନ୍ଧରେ କୁହାଯାଇଛି, ଏପରି ଭାବରେ କର୍ମଯୋଗୀଙ୍କର ଅବଶ୍ୟ ଧାରଣାଯୋଗ୍ୟ ନିଶ୍ଚୟାତ୍ମିକା ବୁଦ୍ଧି ଏବଂ ସକାମ ମନୁଷ୍ୟମାନଙ୍କର ତ୍ୟାଗ କରିବାର ଯୋଗ୍ୟ ନାନା ପ୍ରକାର ବୁଦ୍ଧିର ସ୍ୱରୂପ ବୁଝାଇ ଦେଇ ବର୍ତ୍ତମାନ ପରବର୍ତ୍ତୀ 3ଟି ଶ୍ଲୋକରେ ସକାମ ଭାବକୁ ତ୍ୟାଜ୍ୟ ବୋଲି କହିବା ନିମନ୍ତେ ସକାମ ମନୁଷ୍ୟମାନଙ୍କର ସ୍ୱଭାବ, ସିଦ୍ଧାନ୍ତ ଓ ଆଚରଣ ବ୍ୟବହାର ବର୍ଣ୍ଣନା କରୁଛନ୍ତି। ହେ ଅର୍ଜୁନ, ଯେଉଁମାନେ ଭୋଗରେ ବୁଡ଼ି ରହିଛନ୍ତି, ଯେଉଁମାନେ କର୍ମ ଫଳର ପ୍ରଶଂସା କରୁଥିବା ବେଦ ବାକ୍ୟରେ ପ୍ରୀତି ରଖନ୍ତି, ଯେଉଁମାନଙ୍କ ବୁଦ୍ଧିରେ ସ୍ୱର୍ଗ ହିଁ ପରମ ପ୍ରାପ୍ୟ ବସ୍ତୁ ଏବଂ ଯେଉଁମାନେ ସ୍ୱର୍ଗରୁ ବଳି ଅନ୍ୟ କୌଣସି ବସ୍ତୁ ନାହିଁ ବୋଲି କହନ୍ତି, ସେହି ଅବିବେକୀମାନେ ଭୋଗ ଐଶ୍ୱର୍ଯ୍ୟ ପ୍ରାପ୍ତି ନିମନ୍ତେ ଜନ୍ମ ରୂପକ କର୍ମ ଫଳ ଦେଉଥିବା କ୍ରିୟାବହୁଳ ଶ୍ରୁତି ମଧୁର ସୁନ୍ଦର ପୁଷ୍ପିତ ବାଣୀ କହନ୍ତି। ସେପରି ବାଣୀ ଦ୍ୱାରା ଯେଉଁମାନଙ୍କର ଚିତ୍ତ ହରଣ ହୋଇଯାଇଛି, ଯେଉଁମାନେ ଭୋଗ ଓ ଐଶ୍ୱର୍ଯ୍ୟରେ ଅତ୍ୟନ୍ତ ଆସକ୍ତ, ସେହି ପୁରୁଷମାନଙ୍କର ପରମାତ୍ମାଙ୍କଠାରେ ନିଶ୍ଚୟାତ୍ମିକା ବୁଦ୍ଧି ହୁଏ ନାହିଁ।
ପ୍ରଶ୍ନ କାମନାତ୍ମାନଃ ପଦର ଅର୍ଥ କ'ଣ? ଉତ୍ତର ଏଠାରେ କାମ ଶବ୍ଦ ଭୋଗର ବାଚକ। ସେହି ଭୋଗରେ ଅତ୍ୟନ୍ତ ଆସକ୍ତ ହୋଇ ତାହା ଚିନ୍ତନ କରି କରି ଯେଉଁମାନେ ତନ୍ମୟ ହୋଇଯାଆନ୍ତି, ଯେଉଁମାନେ ଭୋଗ ପଛରେ ଧାଇଁ ନିଜର ମନୁଷ୍ୟତ୍ୱ ମଧ୍ୟ ଭୁଲିଯାଆନ୍ତି, ସେପରି ଭୋଗାସକ୍ତ ମନୁଷ୍ୟମାନଙ୍କ ପାଇଁ କାମନାତ୍ମାନଃ ପଦ ପ୍ରୟୋଗ କରାଯାଇଛି। ପ୍ରଶ୍ନ ବେଦ ବାଦର ତାହାର ଅର୍ଥ ତାତ୍ପର୍ଯ୍ୟ କ'ଣ? ଉତ୍ତର ଇହଲୋକର ଓ ପରଲୋକର ଭୋଗ ପ୍ରାପ୍ତି ପାଇଁ ବେଦରେ ବହୁ ପ୍ରକାର ବିଭିନ୍ନ କାମ୍ୟ କର୍ମର ବିଧାନ କରାଯାଇଛି ଏବଂ ଉକ୍ତ କର୍ମମାନଙ୍କ ବିଭିନ୍ନ ଫଳ ମଧ୍ୟ ବର୍ଣ୍ଣନା କରାଯାଇଛି। ବେଦର ସେହି ସମସ୍ତ କଥାରେ ଏବଂ ଫଳ ରୂପକ ଭୋଗରେ ଯେଉଁମାନଙ୍କର ଅତ୍ୟନ୍ତ ଆସକ୍ତି ରହିଛି, ସେହି ମନୁଷ୍ୟମାନଙ୍କ ପାଇଁ ବେଦ ବାଦର ତାହା ପଦ ବ୍ୟବହାର କରାଯାଇଛି। ବେଦରେ ସଂସାର ପ୍ରତି ଯେଉଁ ବୈରାଗ୍ୟ ଉତ୍ପନ୍ନ କରାଉଥିବା ତଥା ପରମାତ୍ମାଙ୍କ ଯଥାର୍ଥ ସ୍ୱରୂପ ପ୍ରତିପାଦନ କରୁଥିବା ବଚନ ରହିଛି। ଏହି ପଦ ସେହି ପ୍ରେମ ରଖୁଥିବା ଲୋକଙ୍କର ବାଚକ ନୁହେଁ। କାରଣ ଯେଉଁମାନେ ସେହି କଥାରେ ପ୍ରୀତି ରଖନ୍ତି ଏବଂ ତାହା ଭଲ ଭାବେ ବୁଝନ୍ତି, ସେମାନେ କେବେ ହେଲେ କହନ୍ତି ନାହିଁ ଯେ ସ୍ୱର୍ଗ ପ୍ରାପ୍ତି ହିଁ ପରମ ପୁରୁଷାର୍ଥ ଏବଂ ତାହାଠାରୁ ବଳି ଆଉ କିଛି ନାହିଁ। ଅତଏବ ଯେଉଁମାନେ ଜାଣନ୍ତି ନାହିଁ ଯେ ସମସ୍ତ ବେଦର ବାସ୍ତବିକ ଅଭିପ୍ରାୟ ପରମାତ୍ମାଙ୍କ ସ୍ୱରୂପକୁ ପ୍ରତିପାଦନ କରିବା ଏବଂ ଏକମାତ୍ର ପରମେଶ୍ୱର ହିଁ ବେଦ ଦ୍ୱାରା ଜାଣିବା ଯୋଗ୍ୟ ପ୍ରତିପାଦ୍ୟ ଅଟନ୍ତି ଏବଂ ଏହି ରହସ୍ୟ ବୁଝିପାରି ନଥିବାରୁ ଯେଉଁମାନେ ବେଦର ସକାମ କର୍ମରେ ଓ ତାହାର ଫଳରେ ଆସକ୍ତ ହୋଇ ରହନ୍ତି, ଏଠାରେ ବେଦ ବାଦର ତାହା ପଦଟି ହେଉଛି ସେହିମାନଙ୍କର ବାଚକ। ପ୍ରଶ୍ନ ସ୍ୱର୍ଗ ପରାହା ପଦର ଅର୍ଥ କ'ଣ? ଉତ୍ତର ଯେଉଁମାନେ ସ୍ୱର୍ଗକୁ ହିଁ ପରମ ପ୍ରାପ୍ୟ ବସ୍ତୁ ବୋଲି ବୁଝନ୍ତି, ଯେଉଁମାନଙ୍କ ମତରେ ସ୍ୱର୍ଗଠାରୁ ବଳି ପ୍ରାପ୍ତି ଯୋଗ୍ୟ ବସ୍ତୁ ଆଉ କିଛି ନାହିଁ ଏବଂ ଏହି କାରଣରୁ ଯେଉଁମାନେ ପରମ ପ୍ରାପ୍ତି ସାଧନାରୁ ବିମୁଖ ରହନ୍ତି, ସେମାନଙ୍କୁ ସ୍ୱର୍ଗ ପରାହା କହନ୍ତି। ପ୍ରଶ୍ନ ଏଠାରେ ନାନ୍ୟଦ ସ୍ଥିତି ବାଦିନଃ ଏହି ବିଶେଷଣର ଅଭିପ୍ରାୟ କ'ଣ? ଉତ୍ତର ଯେଉଁ ଅବିବେକୀ ଲୋକମାନେ ଭୋଗରେ ବୁଡ଼ି ରହନ୍ତି, ଯେଉଁମାନଙ୍କ ଦୃଷ୍ଟିରେ ସ୍ତ୍ରୀ ପୁତ୍ର ଧନ ମାନ ପ୍ରତିଷ୍ଠା ବଡ଼ିମା ଆଦି ଇହଲୋକରେ ସୁଖ ଏବଂ ସ୍ୱର୍ଗାଦି ପରଲୋକର ସୁଖ ବ୍ୟତୀତ ମୋକ୍ଷ ଆଦି କୌଣସି ବି ବସ୍ତୁ ନାହିଁ, ଯାହାକୁ କି ପ୍ରାପ୍ତ ହେବା ପାଇଁ ଚେଷ୍ଟା କରିବାକୁ ହେବ। ଯେଉଁମାନେ ସ୍ୱର୍ଗ ପ୍ରାପ୍ତିକୁ ପରମ ଧ୍ୟେୟ ବୋଲି ଗ୍ରହଣ କରନ୍ତି ଏବଂ ତାହା ହିଁ ବେଦର ତାତ୍ପର୍ଯ୍ୟ ବୋଲି ବୁଝନ୍ତି ଓ ତେଣୁ ଯେଉଁମାନେ ଏହି ସିଦ୍ଧାନ୍ତର କଥନ ଓ ପ୍ରଚାର ମଧ୍ୟ କରନ୍ତି, ସେହିମାନଙ୍କ ପାଇଁ ନାନ୍ୟଦ ସ୍ଥିତି ବାଦିନଃ ବିଶେଷଣ ପଦଟି ବ୍ୟବହାର କରାଯାଇଛି। ପ୍ରଶ୍ନ ଏପରି ମନୁଷ୍ୟମାନଙ୍କୁ ଅବିପଶ୍ଚିତ ବିବେକହୀନ କହିବାର ଅଭିପ୍ରାୟ କ'ଣ? ଉତ୍ତର ସେମାନଙ୍କୁ ବିବେକହୀନ କହି ଭଗବାନ ପ୍ରକାଶ କରୁଛନ୍ତି ଯେ ଯଦି ସେମାନେ ସତ୍ୟାସତ୍ୟ ବସ୍ତୁର ବିବେଚନ କରି ନିଜର କର୍ତ୍ତବ୍ୟ ନିର୍ଣ୍ଣୟ କରନ୍ତେ, ତେବେ ସେମାନେ ଭୋଗରେ ଆବଦ୍ଧ ହୁଅନ୍ତେ ନାହିଁ। ଅତଏବ ମନୁଷ୍ୟମାନେ ବିବେକପୂର୍ବକ ନିଜର କର୍ତ୍ତବ୍ୟ ନିର୍ଦ୍ଧାରଣ କରିବା ଉଚିତ। ପ୍ରଶ୍ନ ବାଚମ ସହିତ ଇମାମ ଜାମ୍ ଏବଂ ପୁଷ୍ପିତାମ ବିଶେଷଣ ଦେଇ କେଉଁ ଭାବ ଦେଖାଇଛନ୍ତି? ଉତ୍ତର ଇମାମ ଓ ଜାମ୍ ବିଶେଷଣ ଦେଇ ପ୍ରକାଶ କରାଯାଇଛି ଯେ ନିଜକୁ ପଣ୍ଡିତ ବୋଲି ମାନୁଥିବା ଲୋକେ ଅନ୍ୟମାନଙ୍କୁ ସ୍ୱର୍ଗ ଭୋଗ ଠାରୁ ବଳି ଆଉ କିଛି ନାହିଁ ବୋଲି ଯେଉଁ ବାଣୀ କହନ୍ତି, ତାହା ଯେଉଁ ଜନ୍ମରୂପ କର୍ମଫଳ ପ୍ରଦାନକାରୀ ବେଦବାଣୀ ବର୍ଣ୍ଣନା କରନ୍ତି, ସେହି ବାଣୀ ସେମାନଙ୍କର ତଥା ସେମାନଙ୍କ ଉପଦେଶ ଶୁଣୁଥିବା ଲୋକଙ୍କର ଚିତ୍ତ ଅପହରଣ କରେ। ପୁଣି ପୁଷ୍ପିତାମ ବିଶେଷଣ ଦେଇ ଦର୍ଶାଇ ଦିଆଯାଇଛି ଯେ
उक्त उपदेश बाणी रे जदिओ वास्तविक किछि विशेष महत्व न थाए ताहा केवल नाशवान भोगर नाम मात्र क्षणिक सुख ही वर्णना करे। तथापि ताहा पलाश फूल परी उपरकू अत्यंत रमणीय और सुंदर देखा जाउथिबारु सांसारिक मनुष्य माने ताहार प्रलोभन रे पड़ी जाती। प्रश्न एठारे व्यवसायत्मिक विशेषण सहित बुद्धि पदटी कहार वाचक एवं समाधिर अर्थ परमात्मा बोली किपरि करागला ताहा तथा जो मानकर चित्त उपरोक्त पुष्पित वाणी द्वारा हरण करा जाइछि एवं जो माने भोग और ऐश्वर्यर अत्यंत आसक्त सेही पुरुष मानकर परमात्मांक ठारे निश्चयात्मिक बुद्धि हुए नहीं कहिबार तात्पर्य कौन? उत्तर 41 श्लोक जो निश्चयात्मिका बुद्धिर लक्षण कहुछि एठारे व्यवसायत्मिका विशेषण सहित बुद्धि पदटी होछि ताहार वाचक। समाधीयते अस्मिन् बुद्धि इति समाधि एही व्युत्पत्ति अनुसारे समाधिर अर्थ परमात्मा करा जाइछि। उपरोक्त वाक्य द्वारा एठारे देखाई दिया जाइछि जे सेही लोकंकर चित्त भोग एवं ऐश्वर्यर आसक्त रहिबारु सदा सर्वदा अत्यंत चंचल रहे एवं सेमाने अत्यंत स्वार्थपरायण होई जांती। अतएव सेमानंकर परमात्मांक ठारे अटल और स्थिर निश्चयात्मिक बुद्धि हुए नहीं।